ମଣିଷ କର୍ମର ଅଧୀନ। ତାର ଇଚ୍ଛା ଅନେକ, ସ୍ୱପ୍ନ ବି ଅନେକ। ସ୍ୱପ୍ନ ଯେତେ ଖୁସିରେ ଗଢ଼େ ସେତେ ଖୁସିରେ ଭାଙ୍ଗି ବି ଦିଏ ସେ। ତା ମନ ଅତି ଶୀଘ୍ର ସେ କର୍ମ ପ୍ରତି ବିତୃଷ୍ଣା ନେଇ ଆଣେ। ତେବେ ଗୋଟିଏ ପ୍ରଶ୍ନ, ଯୋଉ କର୍ମକୁ ସେ ଖୁସିରେ ଆରମ୍ଭ କରିଥିଲା ତା ଅନ୍ତ ପର୍ଯ୍ୟନ୍ତ ଅପେକ୍ଷା ନ କରି କାହିଁକି ସେ ମଝିରୁ ବିତୃଷ୍ଣା ଭାବ ନେଇ ବନ୍ଦ କରିଦିଏ? ଏହାର ପଛରେ ଚାଲନ୍ତୁ କାରଣ ଖୋଜିବା। ପ୍ରଥମ କାରଣ, ମଣିଷ ଯେତେବେଳେ କର୍ମ କରିବା ପାଇଁ ସ୍ୱପ୍ନ ଦେଖେ ବା ସ୍ୱପ୍ନକୁ କର୍ମ ମାଧ୍ୟମରେ ପୂରଣ କରିବାକୁ ଚାହେଁ, ସେ ପ୍ରଥମେ କପି କରେ। ଅନ୍ୟର ସଫଳତାକୁ ଦେଖି ନିଜେ ସେପରି ହେବା ପାଇଁ ଚେଷ୍ଟା କରେ। ଏକତାକୁ ପଚାରେ, ଲାଭ କ୍ଷତିର ହିସାବ କରେ। କିନ୍ତୁ ସଂକ୍ରମଣର କର୍ମ ସଫଳତା ଦିଏନି। ପ୍ରତ୍ୟେକ ମଣିଷର ଇଚ୍ଛା ଅନେକ, ତାର ଚେଷ୍ଟା ବି ଅନେକ। ଆମେ ପ୍ରଥମେ କାହାକୁ କପି କରିବାନି। ଦ୍ୱିତୀୟ କାରଣଟି ହେଲା ମଜବୁରି ବା ଅସହାୟତାରେ କର୍ମ ଆରମ୍ଭ କରିବା। ମୋ ଭାଗ୍ୟରେ ଅଛି ବିଷ ପିଇବାର, ଅସହାୟ ମୁଁ। ମୋର କିଏ ସପୋର୍ଟର ଅଛି? ମନ ଥିଲେ କ'ଣ ହେଲା? ନା ଧନ ଅଛି ନା ଜନ ଅଛି। ଏମିତି କ'ଣ କ'ଣ ଦୁର୍ବଳତାର ଚିଠା ଯାକି ମନକୁ ଦୁର୍ବଳ କରିଦିଏ, ବାଧ୍ୟ କରାଏ ଅନ୍ୟମାନଙ୍କର ନିର୍ଦ୍ଦେଶରେ ନିଜକୁ ନଚେଇବା। ଏଥିରେ ଅନ୍ୟମାନେ ଖୁସି ହୁଅନ୍ତି ସତ, କିନ୍ତୁ ନିଜେ ନୁହେଁ। ତୃତୀୟରେ ଦେଖାଶେଖା କର୍ମ। ସେ କରୁଛି, ତାକୁ ଏମିତି ପ୍ରାପ୍ତି ହେଉଛି, ମୋତେ ବି ମିଳିବ। ସିଏ ପାରୁଛି, ମୁଁ କାହିଁକି କରିପାରିବି ନାହିଁ? କ'ଣ ନାହିଁ ମୋର? ଆପଣ ଆପଣଙ୍କୁ ଚିହ୍ନି ନାହାନ୍ତି। 5 ଆଙ୍ଗୁଳି ସମାନ ନୁହେଁ। ଘୋଡ଼ା ହାତୀ ହୋଇପାରିବନି, ହାତୀ ଘୋଡ଼ା ହୋଇପାରିବନି। ଏଥିରେ ସଫଳତା ମିଳେନି, ହୀନମାନ୍ୟତା ମିଳେ, ଦୁଃଖ ମିଳେ, ଅଶାନ୍ତି ମିଳେ। ଚତୁର୍ଥରେ ନିଜର ରୁଚିରେ, ନିଜର ହୋସରେ, ନିଜର ଶକ୍ତି ସାମର୍ଥ୍ୟରେ ନିଜ ଗୁଣକୁ ଚିହ୍ନି ଉଠିଥିବା ପାଦ କେବେ ପଛକୁ ଫେରେନି। ଯଦି ଏସବୁକୁ ଚିହ୍ନି ପାରିଲ ବା ଚିହ୍ନିଗଲ, ଆଉ ସମୟକୁ ଅପେକ୍ଷା କରନି। ଆସି ଆଗକୁ ବଢ଼ିଚାଲ। ଆଜି ନୁହେଁ କାଲି କରିବି, ଭାବି ତ ନେଲି ଏବେ ତ କରିବି, ଏସବୁ ସମୟ ନଷ୍ଟ କରିବାର ବାହାନା। ଯଦି ସଫଳତା ଶୀଘ୍ର ଆଉ 100% ଦରକାର, ତେବେ ଏବେ ଏଇକ୍ଷଣି ସେସବୁକୁ ଷ୍ଟାର୍ଟ କରିଦିଅନ୍ତୁ, ଆଉ ଏଇ ଜନ୍ମରେ ପାଇବାକୁ ଚେଷ୍ଟା କରନ୍ତୁ। ତେବେ ମୁଁ ସସ୍ମିତା ପଣ୍ଡା, ମୋଟିଭେସନାଲ ସ୍ପିକର, ଦ ହାର୍ଟ ଟେକର ଏବଂ ଏଟ୍ ନାଇଟ୍ ଏଙ୍ଗଲକୁ ସ୍ୱାଗତ କରୁଛି। ମୋ ଚ୍ୟାନେଲ ହୃଦୟର ପ୍ରଶ୍ନ ମସ୍ତିଷ୍କରେ ଦିଏ, ଯାହାକି ଆପଣଙ୍କୁ ଅନେକ ସମସ୍ୟାରୁ ମୁକ୍ତି ଦେବ ଏବଂ ମୋକ୍ଷ ଆଡ଼କୁ ଗୋଟେ ପାଦ ଆଗେଇ ନେବ। ତେବେ ଲାଇକ୍, ସେୟାର, ସବସ୍କ୍ରାଇବ କରତେ ଭୁଲିବେନି। ଆପଣମାନଙ୍କର କମେଣ୍ଟ ମୋ ଭାଗ୍ୟ ବନେଇ ଦେଇପାରେ। ତେବେ କରୁଥିବା କାମ ଆମକୁ ଅସଫଳତା କାହିଁକି ଦିଏ? ମୁଁ କିଛି ପଏଣ୍ଟ କହିବି, ସେଥିରୁ କେମିତି ବାହାରିବେ ବି ତାକୁ ବି କହିବି। ପ୍ରଥମ ହେଲା କର୍ମର ଗତି। ଆପଣମାନେ ଭାବନ୍ତି କର୍ମ କରୁଛି ସତ, ଫଳ ଭଗବାନଙ୍କ ହାତରେ। ସମୟଠୁ ଆଗରୁ, ଭାଗ୍ୟଠୁ ବେଶୀ କାହାକୁ କ'ଣ ମିଳିଛି? ମୋ କଥା ଏଇକି ଯେ ସମୟକୁ ଅପେକ୍ଷା କରନ୍ତୁ ନାହିଁ। ଏହା ଆପଣଙ୍କର ଗତି ଅଥବା ତଳକୁ ଗୋଡ଼ ଟାଣୁଛି। ମାନ୍ୟବର ରାଷ୍ଟ୍ରପତି ଅବଦୁଲ କଲାମ ମହୋଦୟ କହିଥିଲେ, ସ୍ୱପ୍ନ ଏମିତି ଦେଖ ଯେମିତି ସେ ରାତିର ନିଦ ଉଡ଼େଇଦେବ। ଆପଣ ରଚୟିତା, ସମୟ ଆପଣଙ୍କ ରଚନା। ସମୟର ଅପେକ୍ଷା କରନି, ସମୟ ଆପଣଙ୍କୁ ଅପେକ୍ଷା କରୁ। ସେକେଣ୍ଡ ପଏଣ୍ଟ, ଗୁରୁ ବା ଆଦର୍ଶ କାହାକୁ ମାନନ୍ତୁ ଏବଂ ତାଙ୍କଠୁ ତାଙ୍କ ସଂଘର୍ଷର କାହାଣୀ ଶୁଣନ୍ତୁ।
ଅସଫଳ ବ୍ୟକ୍ତି ଯିଏ ଚେଷ୍ଟା କରିଥିଲା ଆଉ ତାକୁ ସଫଳତା ପାଇଲାନି, ଆଉ ଦ୍ୱିତୀୟତଃ ଯିଏ ସଫଳତାର ସ୍ୱାଦ ଚାଖିଛି। ମୋ ମତରେ ଜୀବନର ସଫଳ ବା ଅସଫଳତା ଦୁଇଟିକୁ ଶୁଣନ୍ତୁ। ମୁଁ ଅସଫଳ ଲୋକଙ୍କ କଥା ଶୁଣେ, କାରଣ ସଫଳ ବ୍ୟକ୍ତି ହାତୀ ପରି ଦେଖେଇବା ଦାନ୍ତ ଅଲଗା ଆଉ ଲୁଚେଇବା ଦାନ୍ତ ଅଲଗା ରଖିଥାନ୍ତି। ତୃତୀୟ ପଏଣ୍ଟ, ଚ୍ୟାଲେଞ୍ଜ ନିଅ। ଚ୍ୟାଲେଞ୍ଜ ନିଜ ଦୁର୍ବଳତାକୁ ନିଜ ଅବଗୁଣ ଉପରେ ଜିତିବାରେ ନିଅ। ସ୍ୱ-ପରିବର୍ତ୍ତନ, ବିଶ୍ୱ ପରିବର୍ତ୍ତନ। ତୁମକୁ କିଏ ଯଦି ବଦଳେଇ ପାରିବ, ସେ ଜଣକ ତୁମେ ଆଉ ତୁମେ ଆଉ ତୁମେ ହିଁ ନିଜେ। ଚତୁର୍ଥ ପଏଣ୍ଟ, ଅପେକ୍ଷା କରନା, ସମାଧାନର ବାଟ ଖୋଜ। ନିଜେ ମଲେ ଯମଦର୍ଶନ ମିଳେ। ଆପଣଙ୍କୁ ଭୋକ ଲାଗୁଛି, ଅନ୍ୟକୁ ନୁହେଁ। ତେଣୁ ଆପଣଙ୍କୁ ଉଠି ରୋଷେଇ ଘରକୁ ଖାଇବା ଆଣିବାକୁ ହିଁ ଯିବାକୁ ପଡ଼ିବ। ଅପେକ୍ଷା କଲ ମାନେ ଅନ୍ୟର ମୁଡ୍ ଉପରେ ନିର୍ଭର କଲ। ଇଚ୍ଛା ହେଲେ ସେ ଦବ, ନହେଲେ ନ ଦବ। ଏଥିରେ ଆପଣଙ୍କର ସମୟ ହିଁ ନଷ୍ଟ ହବ। ତେଣୁ ଅପେକ୍ଷା କରନ୍ତୁନି, ନିର୍ଭରଶୀଳ ହୁଅନ୍ତୁନି। ନିଜ କାମ ନିଜେ କରିବାକୁ ଚେଷ୍ଟା କରନ୍ତୁ। ଖେଳନା ସହିତ ଖେଳନ୍ତୁନି। ଖେଳନା ହେଲା ଛୋଟ ଛୋଟ କଥା, କଥା ଶୁଣିବା, ଦେହକୁ ଟାଣି ନେବା। ଏଥିରେ ଆପଣଙ୍କର ସମୟ ନଷ୍ଟ ହିଁ ହେଉଛି। ତେଣୁ ସାଇଡ୍ ସିନେରୀ ଭାବି କ୍ରସ୍ କରି ଯାଆନ୍ତୁ। ଦେଖିବେ ବହୁତ ସମୟ ବଞ୍ଚିଯିବ। ଶେଷରେ ଚାପ ବା ପ୍ରେସର। ଯେତେ ଉପରକୁ ଉଠିବେ ନା, ସେତେ ଜୋରରେ ଚାପ ପଡ଼ିବ। ଭିନ୍ନ ଭିନ୍ନ ସଂସ୍କାରଧାରୀଙ୍କର କଥା ଆଗ୍ରହ ସହକାରେ ଶୁଣିବା, ମଜା ନେବା, ବାୟୁମଣ୍ଡଳ ବନେଇବା, ଭାବିବା, ଅନ୍ୟକୁ ଶୁଣେଇବା, ଏଇସବୁ ସମୟ ଚୋରି କରି ନିଏ। ବୟସ ସରିଯାଏ, କଥା ରହିଯାଏ। ପାସ୍ ଉଇଥ୍ ଅନର ହୁଅନ୍ତୁ ନା। ଦିଟା କାନ, ଦିଟା ଆଖି ଅଛି, ସବୁ ଦେଖାଯିବ, ସବୁ ଶୁଣାଯିବ। କିନ୍ତୁ ସବୁବେଳେ ଶୁଭ ସଂକଳ୍ପ, ଶୁଭ ଇଚ୍ଛାକୁ ବାରମ୍ବାର ମନେ ପକାନ୍ତୁ। ଏମିତି ସ୍ଥିତି ବନାନ୍ତୁ ନିଜର, ଦେଖିକି ବି ନ ଦେଖ, ଶୁଣିକି ବି ନ ଶୁଣ। ଏ ସ୍ଥିତି ପାଇଁ ଆତ୍ମାର ଶକ୍ତି ଦରକାର। ସେ ହେଲା ନିଜ ଭିତରେ ସବୁକିଛି ମେଳେଇ ନେବାର ଶକ୍ତି। ଆଉ ଦ୍ୱିତୀୟରେ ହେଲା ସହିବା ଶକ୍ତି। 3ରେ ହେଲା ଠୁଳେଇବାର ଶକ୍ତି। 4ରେ ହେଲା ନିର୍ଣ୍ଣୟ କରିବାର ଶକ୍ତି। ଏ ଶକ୍ତି ନିଜ ଭିତରେ ଆଣିବା ପାଇଁ ରାଜଯୋଗ ମେଡିଟେସନ ଶିଖନ୍ତୁ ନା, ଏବଂ ପରମପିତା ପରମ ଶକ୍ତିବାନ ପରମେଶ୍ୱରଙ୍କ ସହିତ ନିଜ ଆତ୍ମାର କନେକ୍ସନ ଯୋଡ଼ି ଦିଅନ୍ତୁ ନା। ଦେଖିବେ ସବୁ ଶକ୍ତି, ସବୁ ଗୁଣର ଆଧାର ଆପଣ ବନିଯିବେ, ଆଉ ଜୀବନର ସବୁ ସଫଳତା ଆପଣଙ୍କର ପାଦ ଚୁମିବ। ଧନ୍ୟବାଦ। ଜୟ ଜଗନ୍ନାଥ।